ସେଥିପାଇଁ ଗୋଟେ ପତି ଭିତରେ ସେଇ ଗୁଣ ରହିବା ଦରକାର, ତାହେଲେ ପତ୍ନୀ ତାକୁ ଭଲ ନ ପାଇ ବଞ୍ଚି ପାରିବ ନାହିଁ। ସେଭଳି ଗୋଟେ କ୍ୟାରେକ୍ଟର, ଗୋଟେ ବ୍ୟକ୍ତିତ୍ୱକୁ ଆମେ ତିଆରି କରିବାକୁ ପଡିବ। କିଏ କହିଲା ଭଲ ପାଇବନି ତମକୁ ତମ ସ୍ତ୍ରୀ? କିଏ କହିଲା ଭଲ ପାଇବନି ତମ ସ୍ୱାମୀ ତମକୁ? ତମ ଚରିତ୍ରକୁ ତମେ ବନାଅ ସେଭଳି। ହଁ, ଭଲ ପାଇବା ସହନଶୀଳତାର ଏତେ ଶକ୍ତି ଅଛି, ପଥର ମଧ୍ୟ ପାଣି ହେଇଯିବ। କିଏ କହିଲା ହବନି ବୋଲି? ସେଥିପାଇଁ ଆମେ ପୁରୁଷ ହିସାବରେ ଆମର କର୍ତ୍ତବ୍ୟ, ଆମର ଗୁଣ, ଆମର ଆଚରଣ, ଆମର ବ୍ୟବହାର, ଆମର କର୍ତ୍ତବ୍ୟକୁ ଆମେ ସମ୍ପାଦନ କରିବା। ଏବଂ ସ୍ତ୍ରୀ ମଧ୍ୟ ଯଦି ତାହାର କର୍ତ୍ତବ୍ୟକୁ ସେ ସମ୍ପାଦନ କରିବ, ତାହେଲେ ସେ ପ୍ରଭୁପାଦ କହୁଛନ୍ତି ଗୋଟେ ସନ୍ନ୍ୟାସୀ ଜୀବନ ଠାରୁ ମଧ୍ୟ ଆନନ୍ଦମୟ ଜୀବନ ତମେ ଅତିବାହିତ କରିପାରିବ। ତମ ଆନନ୍ଦକୁ କେହି ଛଡେଇ ନେଇ ପାରିବେନି। ତମ ଘର ଭିତରେ ମଧ୍ୟ ତମେ ବୃନ୍ଦାବନକୁ ଅନୁଭବ କରିପାରିବ। ବୃନ୍ଦାବନରେ ଥିବା ଲୋକମାନେ ସେଠି ଝଗଡା ମାରପିଟ ହଉଛନ୍ତି ସାଧୁ ମାନେ, ହରିବୋଲ। କିନ୍ତୁ ତମେ ଘର ସଂସାର ଭିତରେ ରହିକି ବିଗ୍ରହଙ୍କର ସେବା କରିକି, ବାପା ମାଙ୍କୁ ଦେବତା ଭଳି ଦେଖି, ସ୍ୱାମୀ ସ୍ତ୍ରୀ ଭିତରେ ସୁସମ୍ବନ୍ଧ ସ୍ଥାପନ କରି ଘରଟାକୁ ବୈକୁଣ୍ଠ ବନେଇ ପାରିବ। ଏଇଟା ତମ ହାତର କଥା। ସେଥିପାଇଁ ଶାସ୍ତ୍ର ଅଧ୍ୟୟନ କର, ସାଧୁ ସଙ୍ଗ କର, ଉନ୍ନତ ବୈଷ୍ଣବ ମାନଙ୍କ ଠାରୁ ଶିକ୍ଷା ଗ୍ରହଣ କର, ତାହେଲେ ତମେ ଜଗତକୁ ଜିତି ପାରିବ। କିଏ ତମକୁ ଦୁଃଖ ଦେଇପାରିବେ ନାହିଁ। ଏ ଜଗତର କେତେ କୋପ ଦୃଷ୍ଟି ତମ ଉପରେ ଦୃଷ୍ଟି ନିକ୍ଷେପ କଲେ ମଧ୍ୟ ତମର କିଛି ହେଲେ ଫରକ ପଡିବନି।